ନନ୍ଦିନୀ ଅଫିସରେ ତାଙ୍କ କେବିନରେ ଥିବେ। ସେତେବେଳେ ସେ ସ୍ତ୍ରୀ ଲୋକ କହିବେ ମେ ଆଇ କମିନ୍ ମ୍ୟାମ୍। ତାପରେ ନନ୍ଦିନୀ କହିବେ ୟେସ୍ କମିଂ। ତାପରେ ନନ୍ଦିନୀ ସେ ସ୍ତ୍ରୀ ଲୋକକୁ ଦେଖିବେ ଆଉ କହିବେ ହୁ ଆର୍ ୟୁ ହାଁ, ତମକୁ ଏଠିକି ଆସିବା ପାଇଁ ପରମିଶନ କିଏ ଦେଲା? ତାପରେ ସେ ସ୍ତ୍ରୀ ଲୋକ କହିବେ ଏବେ ଏବେ ଆପଣ ହିଁ ତ କହିଲେ ମ୍ୟାମ୍ କମିଂ। ତାପରେ ନନ୍ଦିନୀ କହିବେ ଆରେ ମୁଁ ଅଫିସର କୌଣସି ଷ୍ଟାଫ୍ ଭାବି କହିଲି। ତାପରେ ସିକ୍ୟୁରିଟି ବୋଲି ଡାକୁଥିବେ ଆଉ ତାପରେ ସେ ଲୋକ କହିବେ ଗୋଟେ ମିନିଟ୍ ମ୍ୟାଡ଼ାମ୍। ତାପରେ ଓଢ଼ଣା ଖୋଲି ଦେବେ ଆଉ ସେ ଓଢ଼ଣା ଦେଇଥିବା ସ୍ତ୍ରୀ ଲୋକଟି ଗୌରବ। ତାପରେ ନନ୍ଦିନୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି ଆଉ କହୁଛନ୍ତି ଗୌରବ ତମେ ଏ ବେଶରେ? ତାପରେ ଗୌରବ କହିବେ କ'ଣ ଝଟକା ଲାଗିଲା ନା? ତାପରେ ନନ୍ଦିନୀ ରାଗିଯାଇ କହିବେ ତମେ ଏଠିକି କାହିଁକି ଆସିଛ? କ'ଣ କାମ ଅଛି ମୋ ପାଖରେ? ତାପରେ ଗୌରବ କହିବେ କାମର କଥା ହିଁ ତ କହୁଛି ନନ୍ଦିନୀ ମ୍ୟାଡ଼ାମ୍। ମୋତେ ଦେଖ ଏବେ ଯେଉଁ ଝଟକା ଲାଗିଲା ସେ କଥା ଭୁଲିଯାଅ ଆଉ ମୋତେ କୁହ କାଲି ରାତିର ଝଟକା କେମିତି ଲାଗିଲା? କାଲି ରାତିରେ ହିଁ ମୁଁ ତମକୁ ମହାପାତ୍ର ଫ୍ୟାମିଲିରୁ ବାହାର କରିବାର ରାସ୍ତା ଦେଖେଇ ଦେଇଥିଲି। ମୁଁ ପୁରାପୁରି ବେକଅପ୍ ହେଇଯାଇଥିଲା ତମର ମ୍ୟାଡ଼ାମ୍। ଅଲମୋଷ୍ଟ ଟାଟା ବାଏ ବାଏ। ଏମିତି କଥା ଗୌରବଙ୍କ ପାଖରୁ ଶୁଣିବା ପରେ ନନ୍ଦିନୀ ଆଶ୍ଚର୍ଯ୍ୟ ହେଇଯାଉଛନ୍ତି। ତାପରେ ନନ୍ଦିନୀ କହିବେ ତା ମାନେ କାଲି ଯାହା ସବୁ ହେଲା ସେସବୁ ତମ ଯୋଗୁଁ ହେଲା? ତାପରେ ଗୌରବ କହିବେ ଅଫକୋର୍ସ ଆଦର୍ଶ ରୁମ୍ରେ ଫଟୋ ମୁଁ ହିଁ ରଖିଥିଲି। ପୁଣି କହିବେ ଯଦି ପଲ୍ଲବୀ ପର୍ସରୁ ଫଟୋ ଚୋରି କରିକି ଆଣିପାରୁଛି ତାହେଲେ ଆଦର୍ଶର ତକିଆ ତଳେ ଫଟୋ ରଖିବା ମୋ ପାଇଁ କ'ଣ ବଡ଼ କାମ କୁହ? ତାପରେ ନନ୍ଦିନୀ ରାଗିଯାଇ ୟୁ ରାସ୍କେଟ୍ କହି ମାରୁଥିବା ବେଳେ ଗୌରବ ହାତକୁ ଧରି ଦିଅନ୍ତି ଆଉ ହାତକୁ ମୋଡ଼ି ଦେଉଛନ୍ତି। ଆଉ ତାପରେ କହୁଛନ୍ତି ବେଶୀ ଫଡ଼ଫଡ଼ ହଉଛୁ ତୁ। ଏବେ ଦେଖିବୁ ତୋର ଔକାତ କ'ଣ। ତୋର ଭାଗ୍ୟ ଭଲ ମୁଁ ଏ ଅଫିସରେ ନାହିଁ। ମୁଁ ଆଗେ ତୋ ନାଁରେ ଫ୍ରଡ୍ କେସ୍ରେ ଜେଲ୍ ପଠାଇଥାନ୍ତି। ମୁଁ ସାରା ଜୀବନ ଗୁଣ୍ଡା ବଦମାସ ମାନଙ୍କ ସହିତ କଟିଛି ମ୍ୟାଡ଼ାମ୍। ତମେ ଜାଣିନ ମୁଁ ଚାହିଁଲେ କ'ଣ ଅବସ୍ଥା କରିପାରେ। ଶୁଣ ବହୁତ ହେଇଗଲା ଏ ଲୁଚାଛୁପା ଖେଳ। ମୁଁ ଏବେ ଯାଉଛି ଶାଢ଼ୀ ଚେଞ୍ଜ କରି ଆସିବି। ତାପରେ ତମେ ମୋତେ ସାଙ୍ଗରେ ନେଇ ବଡ଼ ବାପାଙ୍କ ପାଖକୁ ଯିବ ଆଉ ଗୋଟେ ଜବ୍ ରିକମେଣ୍ଡ କରିବ ବୁଝିପାରିଲ କହି ସେଠାରୁ ଚାଲିଯିବେ। ତାପରେ ପଲ୍ଲବୀ ନନ୍ଦିନୀଙ୍କୁ ମୁର୍ମୁର ଫୋନ୍ରେ କଲ୍ କରିବେ। ତାପରେ ନନ୍ଦିନୀ ଫୋନ୍ ଦେଖି କହିବେ ଅନ୍ୟ ନମ୍ବର ବୋଧେ କେହି ଜଣାଶୁଣାଙ୍କ ହେଇଥିବ। ତାପରେ ଫୋନ୍ ଉଠେଇବେ ଆଉ କହିବେ ହ୍ୟାଲୋ। ତାପରେ ପଲ୍ଲବୀ କହିବେ ପଲ୍ଲବୀ କହୁଛି ନନ୍ଦିନୀ ମୁଁ ଯାହା କହୁଛି ମୋ କଥା ମନ ଦେଇ ଶୁଣ। ସରଳ ନିରୀହ କଥା କହି ତମେ ମାମାଙ୍କୁ ବୋକା ବନେଇ ପାର କିନ୍ତୁ ତମେ ମୋ ନଜରରୁ କେବେ ବି ଖସି ପାରିବନି। ଅବଶ୍ୟ ଆଜି ତୋର ସବୁ ସତ କଥା ଜଣା ପଡ଼ି ଯାଇଥାନ୍ତା ନନ୍ଦିନୀ କିନ୍ତୁ ଠିକ୍ ସମୟକୁ ସେ ରାହୁଲ ମୋ ହାତରୁ ଖସିଗଲା। ଯେ ପର୍ଯ୍ୟନ୍ତ ତୁ ପୁରାପୁରି କ୍ଲିନ୍ ହେଇ ନ ଆସିଛୁ ସେ ପର୍ଯ୍ୟନ୍ତ ତତେ କେବେ ବି ବିଶ୍ୱାସ କରିବିନି ନନ୍ଦିନୀ। ଆଉ ସେଇଥିପାଇଁ ତତେ ସେ ଲୋକର ନାଁ ମୋ ଆଗରେ ନିଶ୍ଚୟ କହିବାକୁ ପଡ଼ିବ ଦ୍ୟାଟ୍ସ ଇଟ୍। ତାପରେ ଫୋନ୍ ରଖିଦେବେ। ତାପରେ ନନ୍ଦିନୀ କହିବେ ଆରେ ହଁ ଆଦର୍ଶକୁ ବରବାଦ କରିବାକୁ ହେଲେ ଆଉ ପଲ୍ଲବୀକୁ କଣ୍ଟ୍ରୋଲ କରିବାକୁ ହେଲେ ମୁଁ ଏ ଗୌରବକୁ ୟୁଜ୍ କଲେ କେମିତି ହୁଅନ୍ତା? ଆଇଡ଼ିଆ କିଛି କମ୍ ନୁହଁ। ଯଦି ଗୌରବ ନିଜେ ଉପରେ ପଡ଼ି ମୋତେ ହେଲ୍ପ କରିବାକୁ ଚାହୁଁଛି ତାହେଲେ ମୁଁ ବି ସେଥିରୁ ଫାଇଦା ଉଠାଇବା ଦରକାର। ତ ଦର୍ଶକ ବନ୍ଧୁ ଗୌରବ ସାଙ୍ଗରେ ମିଶି ନନ୍ଦିନୀ ଆଦର୍ଶ ଆଉ ପଲ୍ଲବୀଙ୍କୁ ବରବାଦ କରିଦେବେ କି? ଆପଣଙ୍କୁ କ'ଣ ଲାଗୁଛି? କମେଣ୍ଟ ମାଧ୍ୟମରେ ୟେସ୍ ଅର୍ ନୋ ଲେଖି ଜଣାଇବେ।